ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। କାରଣ ଯେତେବେଳେ ସେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ କିଛି ସରିଯାଇଥାଏ। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ। କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଡିସେମ୍ବର ମାସ 22 ତାରିଖ, ଓଡ଼ିଆ ପୁଷ ମାସ 7 ଦିନ, ସୋମବାର, ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି, ଯାହା ଦିବା 10:32 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ତୃତୀୟା ତିଥି ଆରମ୍ଭ ହେଉଛି। ଆଜି ଉତ୍ତରାଷାଢ଼ ନକ୍ଷତ୍ର, ଯାହା ଶେଷ ରାତ୍ରି 5:27 ପର୍ଯ୍ୟନ୍ତ ରହୁଛି। ତାପରେ ଶ୍ରାବଣା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହିବେ, ଯାହା ଦିବା 10:18 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ମକର ରାଶିରେ ଅବସ୍ଥାପନ କରିବେ। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ ଦିବା 10:32 ପରେ ଯୁଗ୍ନି ଅଗ୍ନିକୋଣରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର, ଯାହା ଦିବା 10:18 ପରେ ଘାତ ଚନ୍ଦ୍ର ରହିବ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ଦିବା 10:32 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ, ଯାହା ଶେଷ ରାତ୍ରି 5:27 ମଧ୍ୟରେ। ଆଜି ତୃତୀୟାରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବୋଇତ କଖାରୁ, ତତ୍ସହିତ ପୁଟୁଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ ଆପଣମାନେ କରିପାରିବେ, ଯାହାକି ପୁଂସବନ, ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଦୀକ୍ଷା ଗ୍ରହଣ, ପୁରାତନ ଗ୍ରହ ପ୍ରବେଶ, ଜଳାଶୟ ଆରମ୍ଭ, ଦେବତା ଗଠନ, ପୁଣ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ସ୍ଥାପନ, ରଣଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ପୁରତ୍ନ ଧାରଣ, ହୁମାଦି ଶାନ୍ତି ପ୍ରଭୃତି ଆଜି କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 7:43 ଦିବା 9:19 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 4:03 ଅପରାହ୍ନ 4:51 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 10:18 ରାତ୍ରି 11:08 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:42 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:31 ଦିବା 11:55 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:32 ରାତ୍ରି 10:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:55 ରାତ୍ରି 2:43 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜ କାର୍ଯ୍ୟ ପାଇଁ କିଛି ଦୂର ଯାତ୍ରା କରିବାର ଯୋଗ ବନଉଛି। ଯେଉଁ କାର୍ଯ୍ୟ କରୁଛନ୍ତି ତାହା ପ୍ରତି ଧ୍ୟାନ ସହକାରେ କରନ୍ତୁ, କାରଣ ଆଜି ମେଷ ରାଶି ବ୍ୟକ୍ତି ପ୍ରୋବ୍ଲେମରେ ସାମ୍ନା କରିବାକୁ ପଡ଼ିପାରେ। ଆଜି ମେଷ ରାଶି ବ୍ୟକ୍ତି କଠିନ ପରିଶ୍ରମ କରିଲେ ଯାଇକି ସଫଳତା ପାଇପାରିବେ, ନହେଲେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡ଼ିପାରେ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ସମ୍ବନ୍ଧର ପୂର୍ବରୁ ଯଦି କିଛି ପେଟ ଜନିତ ସମସ୍ୟା ଥିବ ତେବେ ଆଜି ନିଶ୍ଚିତ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନେ ନିଜର ଏକାଗ୍ରତା ଜାହିର କରି ରଖନ୍ତୁ, ତେବେ ଯାଇ ନିଜର ପାଠପଢ଼ା ଠିକ ରହିବ, ନହେଲେ ଅନେକ ପ୍ରକାର ସମସ୍ୟା ଦେଖାଦେବ। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ବିରୋଧ ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2
ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କର ସଫଳତା ଯୁଗ ବନଉଛି। ଆଜି ବୃଷ ରାଶି ବ୍ୟକ୍ତି ଆଧ୍ୟାତ୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ପାଇଁ ଆଜି ଉପଯୁକ୍ତ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ପରିବାର ସହିତ ଭଲ ସମ୍ପର୍କ ରହିବ। ବିଶେଷ କରି ଆପଣଙ୍କର ପିତାଙ୍କ କିମ୍ବା ଗୁରୁଜନଙ୍କ ଦ୍ୱାରା ଆପଣ ବିଶେଷ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ବନଉଛି। ଆଜି ବୃଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯାହାକି ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ଅନେକ କାର୍ଯ୍ୟ ସଫଳତା ବନଉଛି। କାର୍ଯ୍ୟ କୌଶଳ ଦ୍ୱାରା ନିଶ୍ଚିତ ଅନ୍ୟମାନଙ୍କ ଠାରୁ ଆପଣ ଦୃଷ୍ଟି ଆକର୍ଷଣ ହୋଇପାରନ୍ତି ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯୋଉମାନେ, ସେମାନଙ୍କ ପାଇଁ ଆଜି ଏକ ସଫଳତାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତି ଭୋଜନ ତତ୍ସହିତ ଉତ୍ତମ ନିନ୍ଦ ଆଜି ଆପଣଙ୍କୁ ପ୍ରାପ୍ତ କରିବାର ଶୁଭ ଯୁଗ ବନଉଛି। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ସେମାନଙ୍କ ପାଇଁ ଏକ ଉତ୍ସାହର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ବନ୍ଧୁ ବାନ୍ଧବଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ତାଙ୍କ ଦ୍ୱାରା ଆପଣ ଅନେକ ଲାଭ ପାଇବାର ଯୁଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରଉଛି। ତତ୍ସହିତ ଛାତ୍ରଛାତ୍ରୀ ମାନେ ଆଜି ଆପଣଙ୍କ ପାଇଁ ନିଶ୍ଚିତ ଏକ ଶୁଭ ଦିନ ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରନ୍ତି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯୋଉମାନେ କାର୍ଯ୍ୟ କରୁଛନ୍ତି, ଆଜି ଆପଣଙ୍କର ପଦମର୍ଯ୍ୟାଦା ମାନ ସମ୍ମାନ ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଅଛନ୍ତି, ସେମାନଙ୍କର ଆଜି ଅତି ଆନନ୍ଦର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବା ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ଫିଟ୍ ରହିବେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ନିଜର କାର୍ଯ୍ୟରେ ଯାହାକି ମିଛର ସାହାରା ନିଅନ୍ତୁ ନାହିଁ କିମ୍ବା ମିଛ କହୁଥିବା ଲୋକଙ୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଯାହା ଆପଣ ଯଦି ସାବଧାନ ନ ରହିବେ, ଆପଣଙ୍କର ଯାହାକି ମିଛ କାର୍ଯ୍ୟରେ ଆପଣ ବଦନାମ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ବିଶେଷ ସଫଳତା ନ ପାଇପାରନ୍ତି। ତେଣୁ ବେପାର ବାଣିଜ୍ୟ ଠିକ ଭାବେ କରନ୍ତୁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି କର୍କଟ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଆପଣ ସାବଧାନ ରୁହନ୍ତୁ, କାରଣ କିଛି କଷ୍ଟ ସହିତ କିଛି ବାଧା ସାମ୍ନା କରିବାକୁ ପଡ଼ିପାରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ କିମ୍ବା ନୂତନ କାର୍ଯ୍ୟରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ଯଦି କାର୍ଯ୍ୟ କରୁଛନ୍ତି ତାହା ଆପଣଙ୍କୁ ବିଫଳତା ଲାଗି ରହିପାରେ। ଆଜି କର୍କଟ ରାଶି ବ୍ୟକ୍ତି ମାନସିକ ଏବଂ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ଅନେକ ପରିମାଣରେ ଅସ୍ଥିର ରହିପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ନିଜର କଥାବାର୍ତ୍ତା କରୁଥିଲା ବେଳେ ନିଜକୁ ସଂଯମତା ସହକାରେ କଥାବାର୍ତ୍ତା କରନ୍ତୁ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ
ଆଜି ଆପଣଙ୍କର ଘାତ ଚନ୍ଦ୍ର ଯୁକ୍ତ ରହୁଛି। ତତ୍ସହିତ ଆଜି ଗାଡି ଚଳାଉଥିଲେ ଟିକେ ସାବଧାନ ରୁହନ୍ତୁ ଏବଂ ସାବଧାନ ସହକାରେ ଗାଡି ଚଳାନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତି ଚାକିରି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣଙ୍କୁ ଟିକେ ଭୟ ଏବଂ ଅସ୍ଥିରତା ଆସିପାରେ, ତେଣୁ ନିଜକୁ ଆପଣ ସ୍ଥିର କରିବା ପାଇଁ ସଙ୍ଗୀତ ଶୁଣନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କିମ୍ବା ଆପଣ ଟିକେ ଆଧ୍ୟାତ୍ମିକ କାର୍ଯ୍ୟ ସହିତ ଜଡିତ ରୁହନ୍ତୁ, ତାହା ଆପଣଙ୍କ ମନକୁ ସ୍ଥିରତା ଆଣିବ। ଆଜି ସିଂହ ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଆପଣ କାର୍ଯ୍ୟ କରୁଥିଲେ ଧାର ଉଧାରରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଉଧାର କାହା ପାଖରୁ ଆଣନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବିଶେଷ କରି ବେପାର ବାଣିଜ୍ୟରେ କୌଣସି ନୂତନ ବ୍ୟବସାୟ କରନ୍ତୁ ନାହିଁ, ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନେ ନିଜର ଏକାଗ୍ରତା ସହିତ ପାଠ ପଢାପଢି କରନ୍ତୁ। ଆଜି ପାଠ ପଢାପଢିରେ ଟିକେ ଅବହେଳା ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଭଗବା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଅର୍ଥଜନିତ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ରହୁଛି, ଯାହା ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ସହିତ ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି କିଛି ନୂତନ କାର୍ଯ୍ୟ କରିବାର ଶୁଭ ଯୁଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି କିଛି ନୂତନ ଉପହାର କିମ୍ବା ନୂତନ ଜିନିଷ ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଶତ୍ରୁ ମାନେ ଆପଣଙ୍କୁ ନିଶ୍ଚିତ ଭୟ କରିପାରନ୍ତି ଆପଣଙ୍କର କାର୍ଯ୍ୟକୌଶଳ ଦେଖି। ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ମନ ସଦାବେଳେ ଆପଣଙ୍କର ପ୍ରସନ୍ନ ରହିବାର ଯୁଗ ରହୁଛି ଏବଂ ଆପଣଙ୍କର ବନ୍ଧୁବାନ୍ଧବଙ୍କ ସହିତ ଭଲ ସମ୍ପର୍କ ରହିବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ସ୍ତ୍ରୀ ପୁରୁଷଙ୍କ ସହିତ ଯାହାକି ଆପଣଙ୍କର ଅସ୍ଥିରତା ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେଇ ପ୍ରତ୍ୟେକ କାର୍ଯ୍ୟ କରିଚାଲନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ଯାହାକି ସିଦ୍ଧି ଯୁଗ ରହିଛି। ଯେକୌଣସି କାର୍ଯ୍ୟ ଆପଣ କରିବେ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହବାର ପୂର୍ଣ୍ଣ ଯୁଗ ରହୁଛି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ସଫଳ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଆପଣ କିଛି ନୂତନ ଜିନିଷ ଆଣିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯେକୌଣସି କମ୍ପିଟିସନ କ୍ଷେତ୍ରରେ ଆପଣ ଭାଗ ନଉଥିଲେ ସେଠାରେ ବିଜୟ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ବିଚାରାଧୀନ କଥାବାର୍ତ୍ତା ବା କିଛି କାର୍ଯ୍ୟ ଥିଲେ ସେଥିରେ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ମାନସିକ ସ୍ତରରେ ଟିକେ ଅସ୍ଥିରତା ରହିପାରନ୍ତି, ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣଙ୍କର ପ୍ରତିଭା ପରିପ୍ରକାଶ କରିପାରେ। ତତ୍ସହିତ ତୁଳା ରାଶି ବ୍ୟକ୍ତି ବିଦ୍ୟାର୍ଥୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଜି ପରାକ୍ରମ ନିଜର ପ୍ରତିଭା ପରିଦର୍ଶନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ସଦାବେଳେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ନିଶ୍ଚିତ ଅନ୍ୟମାନଙ୍କ ଠାରେ ଆପଣ ଦୃଷ୍ଟି ଆକର୍ଷଣ ହୋଇପାରନ୍ତି। ଆଜି ବିଛା ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଉତ୍ସାହ ଏବଂ ଭଲ ପ୍ରଦର୍ଶନ କରି ଉପରସ୍ଥ କର୍ମଚାରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଟିକେ ଅସ୍ଥିରତା ରହିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ।
आज बिछा राशि व्यक्ति व्यापार वाणिज्य अनेक प्रकार लाभ करिवार पूर्ण सुजोग रहुची जहाँकि नूतन व्यापार वाणिज्य करने आज शुभ जुग बन पारे। आज बिछा राशि व्यक्ति जहाँकि स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या जदि पूर्वर थिबो ताहा आज समाधान होबार अनेक चांस रहुची। आज बिछा राशि व्यक्ति भाग्य संख्या रही जहाँकि 3, भाग्य रंग रहुची जहाँकि आपण कमला रंग व्यवहार करि परिबे एवं ग्रह माने आपण को आज जहाँकि 98% साथ दउछंती। एबे चलंतु जानिबा धनुराशि व्यक्ति विषय। धनुराशि व्यक्ति आज आपणकर प्रत्येक कार्य ध्यान पूर्वक करंतु। मनरे अस्थिरता रही पारे एवं नकारात्मक शक्ति अधिक आपणक पाखरे देखा देई पारे। तेणु यहा प्रति दूरता अवलंबन करिबा सहित धनुराशि व्यक्ति परिवार वर्गଙ୍କ सहित आपणकर किछि वैचारिक मतभेद देखा देई पारे। तेणु ध्यान पूर्वक परिवार संपर्क भल रखंतु। आवश्यक स्थले कौनसी जुक्ति तर्क न करी चुप रहिले आपणकर संपर्क भल रहिबो। तत्सहित धनुराशि व्यक्ति आज प्रेम संबंध रे आपणकर किछि मतभेद रहुची। निज भितरे अशांति परिवेश सृष्टि होई पारे। तेणु यहा प्रति ध्यान दबा सहित आपण कौनसी नूतन कार्य करंतु नाही जहा आपणकर भाग्य ग्रह निम्नगामी रहुथिबारु आपणको असफलता सामना करबा को पड़ी पारे। आज धनुराशि व्यक्ति कौनसी दुष्ट प्रकृतिक लोकंक सहित आपण संपर्क रखंतु नाही जहा आपणक पई भल हेबो। आज धनुराशि व्यक्तिंकर जहा कि विद्यार्थी शिक्षार्थी मानक पई भल जुग रहुची किंतु खराब सांग साथींक सहित आदु संबंध रखंतु नाही ताहा आपणक पई भल हेबो। आज धनुराशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य किछि मात्रा रे अस्थिरता रही पारे। तेणु यहा प्रति ध्यान दियंतु। आज धनुराशि व्यक्तिंकर भाग्य संख्या रही जहा कि 7, भाग्य रंग रहुची जहा कि हलदिया हालुका रंग व्यवहार करि परिबे एवं ग्रह माने आपन को आज 50% साथ दउछंती। चलंतु जानिबा मकर राशि व्यक्तिंक विषय। मकर राशि व्यक्तिंकर आज भाग्य उदय जुग रहिची जहा कि जेकोनोसी कार्य हाथ देबे से कार्य सफलता शीर्ष रे पहुंची पारंती। तत्सहित पूर्वरु अटकी जाइथिबा कार्य मध्य संपूर्ण होबार शुभ जुग रहिची। किंतु मकर राशि व्यक्ति आज स्वास्थ्य प्रति टिके ध्यान दियंतु कारण आज स्वास्थ्य जनित किछि हानि जुग रहुची एवं आज मकर राशि व्यक्ति व्यापार वाणिज्य करुथुले अनेक प्रकार लाभ सहित अर्थ संचय करिवार पूर्ण शुभ जुग रहुची। आज मकर राशि व्यक्ति जहा कि राजनीतिक सामाजिक क्षेत्र रे कार्य करुथुले आपणकर पदमर्यादा बढ़िवार पूर्ण सुजोग रहुची। तत्सहित मकर राशि व्यक्तिंकर आज प्रेम संबंध रे किछि वैचारिक मतभेद रही पारे। तेणु यहा प्रति ध्यान दबा सहित परिवार वर्गଙ୍କ सहित भल संबंध रखंतु। आज मकर राशि व्यक्तिंकर विद्यार्थी शिक्षार्थी मानक पई उत्तम जुग रहुची जहा कि पढ़ा पढ़ी रे आपण आगको बढ़िबार पूर्ण सुजोग रहुची। आज मकर राशि व्यक्तिंकर भाग्य संख्या रहिची जहा कि 5, भाग्य रंग रहुची जहा कि आपण मिश्रित कला रंग व्यवहार करि परिबे एवं ग्रह माने आपण को आज जहा कि 90% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज आपणक पई भाग्य शुभ जुग परिस्थिति बनौछि। राजनीतिक सामाजिक क्षेत्र रे आपणकर पदमर्यादा बढ़ुछि। तत्सहित कुंभ राशि व्यक्ति आज बंधु वर्गଙ୍କ सहित भल संबंध रहिबो। तांको ठारू आपण किछि कार्य हासिल करिवार पूर्ण सुजोग रहुछि। आज कुंभ राशि व्यक्ति अर्थजनित क्षेत्र रे जहा कि आपण अर्थ संचय करिवे। तत्सहित व्यापार वाणिज्य रे अनेक लाभ प्राप्त करिवार पूर्ण सुजोग रहुछि। आज कुंभ राशि व्यक्ति शत्रु मानंकु आपण पराजित करिवार पूर्ण सुजोग रहुछि। जेकोनोसी कंपटीशन जनित कार्य करूछंती बा भाग नउछंती सेथिरे विजय होबार अनेक चांस रहुछि। आज कुंभ राशि व्यक्ति
ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଉତ୍ତମ ଯୁଗ ବନଉଛି, ଯାହାକି ପାଠ ପଢାପଢିରେ ଶୁଭ ଫଳ ପ୍ରାପ୍ତ କରିବାର ଶୁଭ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବ, ମଧୁର ବିଚାରଧାରା ସହିତ ମଧୁର ସମ୍ପର୍କ ଗଢି ଉଠିପାରେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତିଙ୍କର ଆଜି ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଉଦୟ ଯୁଗ ରହୁଛି, ଯାହାକି ଆପଣ ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବା ସହିତ ଅର୍ଥ ମଧ୍ୟ ସଞ୍ଚୟ କରିପାରନ୍ତି। ତତ୍ସହିତ ଆଜି ନୂତନ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ଦିନ ହୋଇପାରେ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଶତ୍ରୁ ଠାରୁ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି, ବା ନିଜର କାର୍ଯ୍ୟ କୌଶଳରେ ଯୋଉଠି ଭାଗ ନେଉଛନ୍ତି ସେଥିରେ ନିଶ୍ଚିତ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ମନ ଆପଣଙ୍କର ହସ ଖୁସିରେ କଟିବ ବା ଶୁଭ ଯୁଗ ରହୁଛି। ତତ୍ସହିତ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ପ୍ରେମ ସମ୍ବନ୍ଧରେ ଉତ୍ତମ ଯୁଗ ରହୁଛି ଏବଂ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଯୁଗ କଟେଇବ। ତେବେ ମୀନ ରାଶି ବ୍ୟକ୍ତି ଆଜି କୌଣସି ବିଚାରାଧୀନ ଯାହାକି ଯଦି କିଛି କାର୍ଯ୍ୟ ରହିଛି ତାକୁ ଆଜି ଯେତେ ଦୂର ଆପଣ ଦୂରତା ଅବଲମ୍ବନ କରିବେ ବା ଆଜି ଟଳେଇ ଦେବେ ତାହା ଆପଣଙ୍କ ପାଇଁ ଭଲ ହେବ। କାରଣ ଆଜି ଆପଣଙ୍କର କୌଣସି ବିଚାରାଧୀନ କଥାବାର୍ତ୍ତା ବା ସପକ୍ଷ ଆପଣଙ୍କ ସପକ୍ଷରେ ରହିବ ନାହିଁ, ଯାହାକି ଆପଣଙ୍କ ବିପକ୍ଷରେ ରହିବ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟ ଠିକ ରହିବ। ତତ୍ସହିତ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।